ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ପ୍ରତ୍ୟେକ ଆକାଉଣ୍ଟକୁ 1 ଟଙ୍କା ଯାଞ୍ଚ ମାଧ୍ୟମରେ ପଠାଯାଇଛି। ଯଦି ଆପଣ 1 ଟଙ୍କା ଲେଖାଏଁ ପାଇନାହାନ୍ତି, 7 ତାରିଖରୁ ପଇସା ଗଲାଣି, 1 ଟଙ୍କା ଲେଖାଏଁ ଗଲାଣି। ଯଦି ଆପଣଙ୍କ ଆକାଉଣ୍ଟରେ 1 ଟଙ୍କା ଲେଖାଏଁ ପହଞ୍ଚି ନାହିଁ, ଆପଣ 9 ସେପ୍ଟେମ୍ବରରେ ପାଇବାକୁ ଥିବା ପଇସା ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ଯେଉଁ ଲୋକମାନେ ପାଇବେ, ତ କ'ଣ ରହିଛି କ୍ରାଇଟେରିଆ, କେମିତି ଆପଣ ସେ ଟଙ୍କା ଲେଖାଏଁ ପାଇଛନ୍ତି ନା ଜାଣିବେ। ଏବଂ ସୋମବାର ଏବଂ ମଙ୍ଗଳବାର ଏଇ 2 ଦିନ ଆପଣଙ୍କ ଯାଞ୍ଚ ପ୍ରକ୍ରିୟାରେ ଆପଣ ଖାତାକୁ ବିଧିବଦ୍ଧ ଭାବେ 1 ଟଙ୍କା ପଠାଯିବ। ଆକାଉଣ୍ଟ ଭେରିଫିକେସନ୍ ଚାଲିବ ସୋମବାର ମଙ୍ଗଳବାର ଏବଂ ବୁଧବାର ଦିନ ଯଥାବିଧି ଅନୁସାରେ ଆପଣଙ୍କୁ 5,000 ଟଙ୍କା ବା ଯଦି ଯେଉଁମାନଙ୍କୁ ଟଙ୍କା ଲାଗି ଯାଇଛି 4,999 ଟଙ୍କା ପଠାଯିବ। କୌଣସି ପ୍ରକାର ଦ୍ୱନ୍ଦ୍ୱ ନାହିଁ। ଦେଖନ୍ତୁ, ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ପ୍ରତ୍ୟେକ ଆକାଉଣ୍ଟକୁ 1 ଟଙ୍କା ପଳାଇଲାଣି। ଯେଉଁମାନଙ୍କର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇନି, ମନେ ରଖନ୍ତୁ, ଆଜି ହେଉଛି ତା'ର ଲାଷ୍ଟ ଡେଟ୍, ମଙ୍ଗଳବାର। ଆଜି ଶେଷ ପର୍ଯ୍ୟାୟ। ଏ ମଙ୍ଗଳବାର ଆଜି ଆପଣଙ୍କର ଯେଉଁ 9 ତାରିଖ ଦିନ ପାଇବାର ଥିବା ଯେଉଁ ଟଙ୍କା, ସୋମବାର ମଙ୍ଗଳବାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଯିବ ଏବଂ ବୁଧବାର ଦିନ ଆପଣଙ୍କ ଖାତାକୁ ପଇସା ଯିବ। ଯେଉଁମାନେ ପଇସା ପାଇନାହାନ୍ତି, କିଛି ଓରିଡ଼ି ହୁଅନ୍ତୁ ନାହିଁ। ଦେଖନ୍ତୁ, ଆପଣଙ୍କର ବ୍ୟାଙ୍କ ଲିଙ୍କ ଅଛି କି ନାହିଁ ତା ମଧ୍ୟ ଯାଞ୍ଚ କରାଯାଉଛି। ଆପଣ ଯୋଗ୍ୟ ହିତାଧିକାରୀ ଅଛନ୍ତି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଉଛି। ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେଇମାନଙ୍କୁ ହିଁ ପଇସା ଯିବ। ଯୋଗ୍ୟ ଏବଂ ଅଯୋଗ୍ୟ ହିତାଧିକାରୀ ବର୍ତ୍ତମାନ ଚିହ୍ନଟ କରାଯାଉଛି। ଅଲରେଡ଼ି ଡାଟା ଆସିସାରିଲାଣି, କେଉଁମାନେ ଯୋଗ୍ୟ ଏବଂ କେଉଁମାନେ ଅଯୋଗ୍ୟ। ସମସ୍ତଙ୍କର ଖାତାରେ ପଇସା ଯିବ ଏବଂ ଯେଉଁମାନେ ଯୋଗ୍ୟ ଅଛନ୍ତି ସେଇମାନଙ୍କୁ କତିକି ଯିବ। ଯଦି ଆପଣଙ୍କ, ମୁଁ ପ୍ରଥମରୁ କହିଛି, ଯଦି ଆପଣଙ୍କର ଡିବିଟି ଖାତା ନାହିଁ, ଆପଣ ଯାଇକି ପୋଷ୍ଟାଲରେ ଡିବିଟି ଖାତା ଖୋଲନ୍ତୁ। ଯଦି ଡିବିଟି ଆପଣ ଖାତା ନ ଖୋଲିବେ, ସେକେଣ୍ଡ ପର୍ଯ୍ୟାୟର ପଇସା ଆପଣ ପାଇପାରିବେ ନାହିଁ, ଯାହାକି ସରକାର ପଠାଉଥିବା 1 ଟଙ୍କା ଲେଖାଏଁ ବାଧାପ୍ରାପ୍ତ ହେଉଛି ଆପଣଙ୍କର ଲିଙ୍କ ନଥିବା କାରଣରୁ। ଦୟାକରି ଆପଣ ଏକ ଡିବିଟି ଖାତା ଖୋଲନ୍ତୁ ଏବଂ ସେହି ସଠିକ୍ ସମୟକୁ ଅପେକ୍ଷା କରନ୍ତୁ। ଆପଣଙ୍କ ଆକାଉଣ୍ଟ ଡିବିଟି ଲିଙ୍କ ହୋଇଗଲେ ଅଟୋମେଟିକାଲି ତା ପୂର୍ବ ପର୍ଯ୍ୟାୟରେ ଆପଣ ପଇସା ପାଇପାରିବେ। 9 ତାରିଖ ଦିନ ସୁନିଶ୍ଚିତ ପଇସା ଯିବ, ଘୋଷଣା ମଧ୍ୟ ସରିଛି। ଯେଉଁମାନଙ୍କର ପଇସା ଆସିନାହିଁ ସେମାନଙ୍କୁ ଅପେକ୍ଷା କରିବାକୁ ଅନୁରୋଧ କରାଯାଉଛି ଏବଂ ଡିବିଟି ଖାତା କରିକି ଅପେକ୍ଷା କରିବାକୁ ଅନୁରୋଧ। ନିହାତି ମିଳିବ ଆପଣଙ୍କୁ ପଇସା। ରଖୁଛି। ଜୟ ଜଗନ୍ନାଥ।